ମା। ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 180। କ୍ଷୁଦ୍ରତର ଓ ବୃହତ୍ତର ଶାଶ୍ୱତତା ମାନ ରହିଛି, କାରଣ ଶାଶ୍ୱତତା ହେଉଛି ଆତ୍ମାର ଗୋଟିଏ ସଂଜ୍ଞା ଏବଂ ତେଣୁ ତାହା କାଳାଧୀନ ହୋଇ ରହିପାରିବ, କାଳକୁ ଅତିକ୍ରମ ବି କରିଯାଇପାରିବ। ଶାସ୍ତ୍ରରେ ଯେଉଁଠାରେ ଶାଶ୍ୱତୀ ହିଁ ସମାହା ବୋଲି କୁହାଯାଇଛି, ସେଠାରେ ତାହା ଏକ ସୁଦୀର୍ଘ ଦେଶ ବିସ୍ତାର ଓ କାଳର ଚିର ସ୍ଥାୟିତ୍ୱ ଅର୍ଥାତ୍ କ୍ୱଚିତ୍ ମାପି ହୋଇପାରୁଥିବା ଯୁଗ ଯୁଗ ବିଷୟରେ କୁହାଯାଇଛି। କେବଳ ପୂର୍ଣ୍ଣ ପରମେଶ୍ୱରଙ୍କର ହିଁ ପୂର୍ଣ୍ଣ ଶାଶ୍ୱତତା ରହିଛି। ତଥାପି ଜଣେ ଯେତେବେଳେ ନିଜ ଭିତରକୁ ଚାଲିଯାଏ, ସେଠାରେ ସେ ସକଳ ବସ୍ତୁକୁ ହିଁ ପ୍ରଚ୍ଛନ୍ନ ଭାବରେ ଶାଶ୍ୱତ ବୋଲି ପ୍ରତ୍ୟକ୍ଷ କରୁଥାଏ। ସେଠାରେ ଆଦୌ କୌଣସି ଶେଷ ନଥାଏ, କେବେ କୌଣସି ଆରମ୍ଭ ମଧ୍ୟ ରହିଥିଲା ବୋଲି ଆଦୌ ଅନୁଭୂତ ହୁଏ ନାହିଁ। ମାଙ୍କୁ ତେଣୁ ପ୍ରଶ୍ନ କରାଯାଇଛି ଯେ ଏହି ଶାଶ୍ୱତତା ଅନୁଭୂତ ହୋଇପାରିବ କିପରି? ମା କହୁଛନ୍ତି ସେଇ ପରମ ଶାଶ୍ୱତଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା, ଅର୍ଥାତ୍ ଦିବ୍ୟ ପରମ ସତ୍ତାଙ୍କ ଦ୍ୱାରା ସଂଯୁକ୍ତ ହେବା ଦ୍ୱାରା। ଯେହେତୁ ସେ ପରମ ଶାଶ୍ୱତ ବା ଦିବ୍ୟ ପରମ ସତ୍ତା ସେ ହିଁ ହଉଛନ୍ତି ଶାଶ୍ୱତ, ତେଣୁ ତାଙ୍କ ସହିତ ଏକାତ୍ମ ହେଲେ ସେଇ ଶାଶ୍ୱତର ଅନୁଭବ ଭିତରେ ଆସେ। ଏଠି ଜ୍ଞାନରେ ପ୍ରଭୁ କହୁଛନ୍ତି ଯେ କେତେ ଜଣଙ୍କର ଯେତେବେଳେ ସେମାନେ ନିଜର ଅନ୍ତରାତ୍ମା ଭିତରକୁ ପ୍ରବେଶ କରନ୍ତି, ସେଠି ଯେତେବେଳେ ପହଞ୍ଚନ୍ତି, ତାଙ୍କର ମଧ୍ୟ ଏହି ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ, ଯେପରି ସେ ଶାଶ୍ୱତ କାଳ ପାଇଁ। ଏବଂ ସେଠି ଯୋଉ ସୀମା ଆମକୁ ବାହାରେ ଦେଖାଯାଉଛି, ଆମେ ଯେମିତି କହୁଛୁ ଯେ ଏଇ ଗୋଟିଏ ଜନ୍ମ ବା ଏତିକି କଥା, ସେ ସବୁର ସୀମା ସେ ଅତିକ୍ରମ କରିଯାଏ ଯେତେବେଳେ ଜଣେ ଆତ୍ମା ସହିତ ସଂଯୁକ୍ତ ହୁଏ, ଆତ୍ମା ସହିତ ପରିଚିତ ହୁଏ, ତାର ସେତେବେଳେ ଅନୁଭବ ଆରମ୍ଭ ହୁଏ। ଏବଂ ପ୍ରଥମେ ଯୋଉ କହିଲେ କ୍ଷୁଦ୍ରତର ବୃହତ୍ତର ଶାଶ୍ୱତତା ମାନ ରହିଛି। କାହିଁକି କ୍ଷୁଦ୍ରତର ବୃହତ୍ତର ରହିଛି? ତାପରେ ସେ କହୁଛନ୍ତି ଯେ ଏଇ ଯୋଉ ଶାଶ୍ୱତ ତା କୁହାଯାଉଛି, ତାହା ସାଧାରଣତଃ ଆମେ ବୁଝୁ କଣ, ଯୋଉଟା କି ପରମଙ୍କର ଶାଶ୍ୱତତାକୁ ଆମେ ସାଧାରଣତଃ ପ୍ରଥମେ ବୁଝି ଦଉ, ଯୋଉଟା କି ସୁଦୀର୍ଘ କାଳର ଚିରସ୍ଥାୟିତ୍ୱ, ଯୋଉଟା କି କ୍ୱଚିତ ମାପି ହୋଇପାରୁଥିବା ଯୁଗ ଯୁଗ ଏଇ ବିଷୟରେ କୁହାଯାଇଥାଏ। କିନ୍ତୁ ଯେତେବେଳେ ଆତ୍ମା ସହିତ ଆମେ ସଂଯୁକ୍ତ ହଉଛନ୍ତି ଏବଂ ପରମା ଶାଶ୍ୱତଙ୍କର ସୃଷ୍ଟି ବିଷୟରେ ଯେତେବେଳେ ଆମେ ପ୍ରବେଶ କରୁଛନ୍ତି, ସେତେବେଳେ କିଛି ଯୋଉ ଶାଶ୍ୱତତା ଅନୁଭୂତ ହୁଏ, ତାହା କ୍ଷୁଦ୍ରତର ବୋଲି ଅନୁଭୂତ ହୁଏ ଏବଂ ପରମଙ୍କ ସହିତ ଯେତେବେଳେ ଏକୀଭୂତ ହେଇଯାଏ, ସେତେବେଳେ ସେଇ ବୃହତ୍ତର ଶାଶ୍ୱତତା ମାନ ବା ବୃହତ୍ତର ଶାଶ୍ୱତତା ସହିତ ଅନୁଭବ ଆସେ। ତେଣୁ ଏ ଦୁଇଟା ଯାକ ସତ୍ୟ। ଏବଂ ଆଉ ଗୋଟେ ଜାଗାରେ ଆମେ ଯୋଉ ଆଲୋଚନା କରିଥିଲେ, ମାଙ୍କ ପ୍ରଭୁଙ୍କ ଲେଖା ଏବଂ ମା ତାର ଆଲୋଚନା କରିଥିଲେ ଯେ ଯୋଉ ସତ୍ୟ ଆମେ କହୁଛନ୍ତି, ସେ ଟ୍ରୁଥ ଇଜ ଅଲସୋ ରିଲେଟିଭ, ଆପେକ୍ଷିକ। କାରଣ ଚେତନାର ଯୋଉ ସ୍ତରରେ ଆମେ ରହିଛୁ, ସେ ସମୟ ପାଇଁ ଯୋଉଟା ବାସ୍ତବ, ଯୋଉଟା ସତ୍ୟ, ତାହା ଚେତନାର ঊର୍ଦ୍ଧ୍ୱକୁ ଗଲେ ତାହା ପୁଣି ପରିବର୍ତ୍ତିତ ହୁଏ। ତେଣୁ ଏ ଦୁଇଟା ଯାକ କଥା ଆମେ ମନେ ରଖିବା। କିନ୍ତୁ ଆ ଭିତରେ ଗୋଟିଏ ହଉଛି ଯୋଉଟା ଆମେ ପରମଙ୍କ ସହିତ ବା ଦିବ୍ୟ ପରମ ସତ୍ତାଙ୍କ ସହିତ ଯେତେବେଳେ ଏକାତ୍ମ ହେବା, ଯେତେବେଳେ ସଂଯୁକ୍ତ ହେଇଯିବା, ସେତେବେଳେ ପରମ ଶାଶ୍ୱତ ସମ୍ପର୍କରେ ଆମର ଅନୁଭୂତି ଆସିବ। ଜ୍ଞାନ 181। ତୁମେ ଯେତେବେଳେ ଆଉ ଜଣେ ବ୍ୟକ୍ତିକୁ ବୋକା ବୋଲି କହୁଛ, ବେଳେ ବେଳେ ତୁମେ ଏପରି କହିବାକୁ ବାଧ୍ୟ ହୋଇଥାଅ, ସେତେବେଳେ ତୁମେ ଏକଥା କଦାପି ଭୁଲିଯିବ ନାହିଁ ଯେ ମନୁଷ୍ୟ ସମୂହ ମଧ୍ୟରେ ତୁମେ ହିଁ ସବୁଠାରୁ ବଡ ବୋକା ବୋଲି ପ୍ରମାଣିତ ହୋଇସାରିଛ। ଏବେ ଯୋଉ କଥା ହେଲେ ସାଙ୍ଗେ ସାଙ୍ଗେ ଶାଶ୍ୱତତା ବିଷୟରେ ଏବଂ ଆତ୍ମାର ସତ୍ୟ ବିଷୟରେ, ଆତ୍ମାର ଶାଶ୍ୱତତା ବିଷୟରେ, ଆତ୍ମା ସହିତ ସଂଯୁକ୍ତ ହେଲେ ଆମ ଭିତରେ ଯୋଉ ଅନୁଭବ ଆସେ, ତା ଭିତରେ ଆପଣ ଚିନ୍ତା କରନ୍ତୁ
ଯେତେବେଳେ ଆତ୍ମା ସହିତ ଆମେ ସଂଯୁକ୍ତ ହେଇଯାଉଛୁ, ସେତେବେଳେ ଆମ ଭିତରେ ଏକ ଅନୁଭବ ଆସିବ। କାହାର କାହାର ଆସିଥାଇପାରେ, ମା ଲେଖୁଛନ୍ତି ଯେ ଆସେ, ଯୋଉଟା ପ୍ରଭୁ ଲେଖୁଛନ୍ତି, ସେତେବେଳେ ତୁମେ ଅନୁଭବ କରିଥାଅ ଯେ ତୁମର ଏଇ ଯୋଉ ଆରମ୍ଭ ବୋଲି ଏବେ ହେଇଛି ବୋଲି ସେ ଅନୁଭବ କୁଆଡେ ଚାଲିଯାଏ ଏବଂ ଆସେ ଯେ ତୁମେ ବହୁତ ଆଗରୁ ରହିଥିଲ ଏବଂ ତୁମର ସୀମା ନାହିଁ, ତୁମର ଅନ୍ତ ନାହିଁ ଏବଂ ଶାଶ୍ୱତ କାଳ ପାଇଁ ତୁମେ ଆହୁରି ଆଗକୁ ଯେ ଯୋଉ ସ୍ଥିତି ରହିଛି ସେ ସ୍ଥିତି ସମ୍ବନ୍ଧରେ ମଧ୍ୟ ପ୍ରତ୍ୟକ୍ଷ ଅନୁଭବ ଆସେ। ତା ଭିତରେ ତେବେ କୁହନ୍ତୁ ଯେ ଆମେ କାହାକୁ ଆଉ ବୋକା ବୋଲି କହିବା? କେବଳ ବାହ୍ୟ ପରିପ୍ରକାଶରେ ସିଏ ଯୋଉ ପରିପ୍ରକାଶ କରିଛି ତାର ବାହ୍ୟ ସତ୍ତା ଗୁଡିକ, ତାକୁ ଆମେ ଭାବିକି ବା ତାକୁ ଆମେ ଆଲୋଚନା କରି, ତର୍କ କରି, ବିଚାର କରି ବୋକା ବୋଲି କହିବା, ଏଇଟା ଆମର ବୋକାମି ନୁହଁ କି? ଆମେ ଯେତେବେଳେ କାହାକୁ ବୋକା କହୁଛି ତାର ପରିଚୟ ଆମକୁ ଆମ ନିଜର ଆମେ ନିଜେ ପାଖରେ ଦେଖିବା ଯେ ତାମାନେ ଏଇ ପର୍ଯ୍ୟନ୍ତ ମୁଁ ଆତ୍ମା ସହିତ ସଂଯୁକ୍ତ ହେଇନାହିଁ। ଯଦି ଆତ୍ମା ସହିତ ସଂଯୁକ୍ତ ହେଇନାହିଁ, ତେବେ ମୋର ପ୍ରତ୍ୟକ୍ଷ ଜ୍ଞାନ ଆସିନାହିଁ, ପ୍ରତ୍ୟକ୍ଷ ଅନୁଭବ ଆସିନାହିଁ। ତେବେ ପ୍ରତ୍ୟକ୍ଷ ଅନୁଭବ, ପ୍ରତ୍ୟକ୍ଷ ଜ୍ଞାନ, ସେ ଯୋଉ ପ୍ରକୃତ ଜ୍ଞାନ ଯେତେବେଳେ ମୋ ପାଖରେ ନାହିଁ, ତେବେ ମୁଁ ଯାହା ବିଚାର କରି ମନ୍ତବ୍ୟ ପ୍ରଦାନ କରୁଛି, ତେବେ ତାହା ଏକ ବୋକାମିର ପରିଚୟ ନୁହେଁ କି? ମୋ ପାଖରେ ଜ୍ଞାନ ନାହିଁ, ମୁଁ ଜଜ୍ ହେଇକି ବସି, ମୋ ପାଖରେ ତଥ୍ୟ ନାହିଁ, ମୁଁ କିନ୍ତୁ କଣ କହିବି ନା ବହି ଲେଖି ବସିଛି। ତେଣୁ ସେଇଭଳିଆ ତାଙ୍କୁ ବୋକା ବୋଲି କୁହାଯିବ। ପ୍ରଭୁ ତ ଲେଖୁଛନ୍ତି ତୁମେ ହିଁ ମନୁଷ୍ୟ ସମୂହ ମଧ୍ୟରେ, ଖାଲି ନୁହଁ, ପୁରା କହିଲେ କଣ, ମନୁଷ୍ୟ ସମୂହ ମଧ୍ୟରେ ତୁମେ ହିଁ ସବୁଠାରୁ ବଡ ବୋକା ବୋଲି ପ୍ରମାଣିତ ହୋଇସାରିଛ, ଯେତେବେଳେ ତୁମେ ଅନ୍ୟ ଜଣେ ବ୍ୟକ୍ତିକୁ ବୋକା ବୋଲି କହୁଛ। ଜ୍ଞାନ 122ରେ କହୁଛନ୍ତି, ପ୍ରୟୋଜନ ହେଲେ ପରମେଶ୍ୱର ମଧ୍ୟ ଜଣେ ବୋକାର ଭୂମିକା ଗ୍ରହଣ କରିବାକୁ ଭଲ ପାଆନ୍ତି। ମଣିଷ ସେ କଥା ପ୍ରୟୋଜନ କରେ, ବିନା ପ୍ରୟୋଜନରେ ମଧ୍ୟ କରିଥାଏ। ଏତିକି ମାତ୍ର ପାର୍ଥକ୍ୟ ରହିଛି। ଆମେ ଅନେକ ଆଲୋଚନା ଏ ବିଷୟରେ ସରିଲାଣି ଯେ ଯୋଉ ବ୍ୟକ୍ତିର ଚେତନାର ଯୋଉ ସ୍ଥିତି ରହିଛି, ତାର ଅଗ୍ରଗତି ପାଇଁ ଆବଶ୍ୟକ ପରିବେଶ ପରିସ୍ଥିତିକୁ ସଂଗଠିତ କରିବା ପାଇଁ ପରମେଶ୍ୱର ନିଜେ ଅନେକ ଆରେଞ୍ଜମେଣ୍ଟ ଯୋଉ କରିଥାନ୍ତି, ତା ଭିତରେ ସେ ଯୋଉ ଯୋଉ ବ୍ୟକ୍ତିକୁ ବ୍ୟବହାର କରୁଥାନ୍ତି, ଯୋଉ ଯୋଉ ବସ୍ତୁକୁ ବ୍ୟବହାର କରୁଥାନ୍ତି, ସେମାନେ ଆପଣଙ୍କ ପାଖରେ ବୋକା ଭଳି ବା ମୂର୍ଖ ଭଳି ବା ଅସାମାଜିକ ବି ହେଇପାରେ ଭଳି ଯେତେବେଳେ ସେ ବ୍ୟବହାର କରୁଛନ୍ତି, ତେବେ ତା ଭିତରେ କିଏ ସେ ଆପଣଙ୍କ ପାଖରେ ଆଣିକି ପହଞ୍ଚେଇଲା କଥାଟିକୁ? ଆପଣଙ୍କର ଅଗ୍ରଗତି ପାଇଁ କିଏ ସେ କରୁଛି? ଯିଏ ଆପଣଙ୍କ ଆଗରେ କରୁଛି, ତା ଭିତରେ ପରମେଶ୍ୱର ନିଜେ ହିଁ କ୍ରିୟା କରୁଛନ୍ତି। ହଁ, ଫରକ ହଉଛି କଣ? ଯୋଉ ବ୍ୟକ୍ତି କରୁଛି ତାର ବାହ୍ୟ ସତ୍ତା ଜାଣେ ନାହିଁ ଯେ ତାକୁ ପରମେଶ୍ୱର ବ୍ୟବହାର କରିଛନ୍ତି ଅନ୍ୟ ଜଣଙ୍କର ଅଗ୍ରଗତି ପାଇଁ, କିନ୍ତୁ ତା ଭିତରେ ପରମେଶ୍ୱର ହିଁ ତ କାର୍ଯ୍ୟ କରୁଛନ୍ତି ଅନ୍ୟ ଜଣଙ୍କର ଅଗ୍ରଗତି ପାଇଁ। ତେଣୁ ଏଇଠି ଆମେ ମନେ ରଖିବା ଏବଂ ଆମେ ଅଭ୍ୟାସ କରିବା, ଆମେ ଆସ୍ପୃହା କରିବା, ସେଇ ସତ୍ୟ ସମ୍ପର୍କରେ ସଚେତନ ହବା ପାଇଁ ଆମ ଆଧାରକୁ ପ୍ରସ୍ତୁତ କରିବା। ତ କେମିତି ହବ ନା, ଯେତେବେଳେ ଚୈତନ୍ୟ ସତ୍ୟ ଆବିଷ୍କାର ହେଇଯିବ। ଚୈତନ୍ୟ ସତ୍ୟ ଆବିଷ୍କାର କରିବାକୁ ହେଲେ ମନ ପ୍ରାଣ ଶରୀରର ଯୋଉ ବାହ୍ୟ ସତ୍ତା ରହିଛି, ତାର ଗୋଟେ ଯେମିତି କହନ୍ତି ଗୋଟେ ମିନିମମ୍ ଶୁଦ୍ଧତା, ମିନିମମ୍ ପ୍ରସ୍ତୁତି ମଧ୍ୟ ନିହାତି ଆବଶ୍ୟକ। ସେ ପ୍ରସ୍ତୁତି ଭିତରେ ଗୋଟିଏ କାର୍ଯ୍ୟ ଆମେ ବର୍ତ୍ତମାନଠୁ ଆରମ୍ଭ କରିପାରିବା, ଯୋଉଟା କି ହଉଛି ବାରମ୍ବାର ପ୍ରାର୍ଥନା କରିବା, ଆସ୍ପୃହା କରିବା ଯେ ଚୈତନ୍ୟ ସତ୍ତା ମୋର ଆବିଷ୍କୃତ ହଉ, ଚୈତନ୍ୟ ସତ୍ତା ମୋର ସମ୍ମୁଖକୁ ଆସୁ। ମାଙ୍କୁ ପ୍ରଶ୍ନ କରାଯାଇଛି, ଗତ କେତେ ବର୍ଷ ହେଲା ଆମର ସାନ ବଡ ପ୍ରାୟ ସବୁ ପିଲା ଆପଣାର ଦୈନନ୍ଦିନ କଥାବାର୍ତ୍ତାରେ ଅଭ୍ୟସ୍ତ ଭାବରେ ସର୍ବଦା ଅଶ୍ଳୀଳ ଶବ୍ଦମାନ ବ୍ୟବହାର କରି ଆସୁଛନ୍ତି। ଉଦାହରଣ ସ୍ୱରୂପ, ସେମାନେ କହୁଥିବା ପ୍ରତ୍ୟେକ ବାକ୍ୟରେ ବୋକା, ଗଧ ପ୍ରଭୃତି ଶବ୍ଦ ଅବଶ୍ୟ ରହୁଛି। ଭାରତୀୟ ଭାଷାରେ ରହିଥିବା ସେହିପରି ଆହୁରି କେତେ ଶବ୍ଦ ମଧ୍ୟ ରହୁଛି।
ଏପରି କହିବା ସମୟରେ ଏସବୁ କହିବା ସମୟରେ ସେମାନଙ୍କ ଭିତରେ ଯେକୌଣସି ମନ୍ଦ ଅଭିପ୍ରାୟ ରହୁଛି ସେ କଥା ମୋଟେ ନୁହଁ। ଏହିପରି ଭାବରେ ଏତେ ସାଧାରଣ ହୋଇଯାଇଥିବା ଏହି ମନ୍ଦ ଅଭ୍ୟାସଟିରୁ ମୁକ୍ତ ହେବାରେ ଆମେ କିପରି ସେମାନଙ୍କୁ ସାହାଯ୍ୟ କରିପାରିବା? ବର୍ତ୍ତମାନ ବି ଆମ ସମସ୍ତଙ୍କ ପାଇଁ ମଧ୍ୟ ଏହି ସମସ୍ୟା ରହିଛି ଯେ ପିଲାମାନେ ଯେ ଅଜାଣତରେ ତାଙ୍କର ମୁଖରୁ ଏଇ ପ୍ରକାରର ଶବ୍ଦ ଯୋଉଗୁଡା କି ଅଶ୍ଳୀଳ ଶବ୍ଦ ବାହାରି ଆସୁଛି। ଏଠି ସିଏ ବି ଲେଖିଛନ୍ତି ଯେ ସେମାନେ ନିଜ ତାଙ୍କର ମନ୍ଦ ଅଭିପ୍ରାୟ ନାହିଁ, ତାମାନେ ସେ ସେଇ ଅର୍ଥରେ କହୁଛନ୍ତି ବୋଲି କିଛି ମାନେ ନାହିଁ, ତାଙ୍କ ପାଟିରୁ ବାହାରି ଯାଉଛି। ଏଇ ପ୍ରକାର ଯୋଉ ମନ୍ଦ ଅଭ୍ୟାସଠୁ ସେମାନଙ୍କୁ ଆମେ କିପରି ମୁକ୍ତ ହବାରେ ସାହାଯ୍ୟ କରିପାରିବା? ମା ତାର ଉତ୍ତର କହୁଛନ୍ତି, କହିବା ପୂର୍ବରୁ ତୁମେ ଆଗ ଭାବି ତାପରେ ଯାଇ କହିବାକୁ ଶିକ୍ଷା କରିବାରେ ଏବଂ ନିଜର ବିଚାରକୁ ବ୍ୟକ୍ତ କରିବା ଲାଗି ଯେଉଁ ସବୁ ଶବ୍ଦ ଏକାନ୍ତ ଅପରିହାର୍ଯ୍ୟ କେବଳ ସେତିକି ଶବ୍ଦ ବ୍ୟବହାର କରିବାରେ ଏହାର ଏକମାତ୍ର ପ୍ରତିକାର ରହିଛି। ପୁରା ଗୋଲଟି ଆମ ଉପରେ ପଡିଲା। ପୁରା କଣ କହିଲେ ଆମକୁ ସଜେସନ ଦେଲେ, କଣ କରିବାକୁ କହିଲେ? କହିଲେ ତୁମେ ଯେତେବେଳେ ତାକୁ କିଛି କହିବାକୁ ଯାଉଛ ତା ପୂର୍ବରୁ ଆଗ ତୁମେ ଭାବିବ ଯେ ମୁଁ କଣ କହିବାକୁ ତାକୁ ଯିବି। ତାକୁ ଭାବିଲା ବେଳେ କଣ କରିବ? ନିଜ ବିଚାରକୁ ଯୋଉ ବ୍ୟକ୍ତ କରିବ ତା ପାଖରେ, ସେତେବେଳେ ଯେଉଁ ସବୁ ଶବ୍ଦ ଏକାନ୍ତ ଅପରିହାର୍ଯ୍ୟ, ଖାଲି ଅପରିହାର୍ଯ୍ୟ କହୁନାହାନ୍ତି, ଆମେ କହିପାରିଥାନ୍ତେ ଯେ ଯୋଉ ତାକୁ ବୁଝେଇ ଦିଅ, ନାହିଁ, ସେ ଯୋଉ ବୁଝେଇବ ତ, କହିବ ତ, କଣ କହିବ ଆଗ ତମେ ଭାବିବ। ପୁଣି ଭାବିଲା ବେଳେ କଣ କରିବ କହୁଛନ୍ତି ଯେ ତମ ବିଚାରକୁ ବ୍ୟକ୍ତ କଲା ବେଳେ ଯୋଉ ଯୋଉ ଶବ୍ଦ ତମେ ବ୍ୟବହାର କରିବ ସେ ଶବ୍ଦ ଗୁଡିକ ଏକାନ୍ତ ଅପରିହାର୍ଯ୍ୟ ହେଇଥିବ। ଅପରିହାର୍ଯ୍ୟ ବୋଲି ଖାଲି ନୁହଁ, ଏକାନ୍ତ ଅପରିହାର୍ଯ୍ୟ ହେଇଥିବ। କେବଳ ସେତିକି ଶବ୍ଦ ବ୍ୟବହାର କରିବାରେ ଏହାର ପ୍ରତିକାର ରହିଛି। ନହେଲେ ଆମେ ଯଦି ଅନ୍ୟ ଏକ ଅର୍ଥରେ କୁହାଯିବ ଯେ ଆମର ନିଜର ଶବ୍ଦ ଉପରେ, ନିଜେ ଯୋଉ କଥା କହୁଛୁ, କଥା କହିବାର ଶବ୍ଦ ଉପରେ ନିୟନ୍ତ୍ରଣ ଥିବା ଦରକାର। ଯଦି ମୋର ଶବ୍ଦ ଉପରେ ନିୟନ୍ତ୍ରଣ ରହିଛି, ତେବେ ଯାଇକି ତାପର ଷ୍ଟେପ ଟା ହଉଛି ଯେ ମୁଁ ଭାବିବି ଯେ ମୁଁ କଣ କହିବି, ତମେ କୋଉ କୋଉ ଶବ୍ଦ ମୁଁ କହିବି। ସେ କହୁଛନ୍ତି ଏଇଟା ହିଁ ହଉଛି ଏକମାତ୍ର ପ୍ରତିକାର। ତାପରେ କହୁଛନ୍ତି ତୁମେ ଯେତେ ଅଧିକ କମ କଥା କହିବ ସେତେ ଭଲ। ତୁମେ ଯେତେ ଅଧିକ କମ କଥା କହିବ ସେତେ ଭଲ। ତାକୁ ବୋଲ୍ଡ କରାହେଇଛି। ଏବଂ ଯଦି କାହାକୁ କିଛି କହିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ମନେ ହେବ, ତେବେ ସେହି କ୍ଷେତ୍ରରେ ତୁମେ କେବଳ ଏକାନ୍ତ ଅପରିହାର୍ଯ୍ୟ ଶବ୍ଦ ଗୁଡିକୁ ହିଁ ବ୍ୟବହାର କରିବେ, ଆଉ ଅଧିକ କୌଣସି ଶବ୍ଦ ବ୍ୟବହାର କରିବ ନାହିଁ। ଏଠି ଆଦୌ କହିଲେ ନାହିଁ ଯେ ତୁମେ ତାଙ୍କୁ ବସି ଡାକିବ, ବସେଇଦବ, ପୁଳାଏ ଖଣ୍ଡେ ବୁଝେଇବ, କିଛି କହିଲେ ନାହିଁ। ସେଥିପାଇଁ କହିଲେ କଣ ଯେ ତୁମେ ଯେତେ ଅଧିକ କମ କଥା କହିବ ସେତେ ଭଲ। ଏକାନ୍ତ ଅପରିହାର୍ଯ୍ୟ ଶବ୍ଦ ଗୁଡିକୁ ବ୍ୟବହାର କରିବ। ସାମଗ୍ରିକ ଭାବରେ ଗୋଟେ ସମଗ୍ର ସମାଜ ଆମେ ସାଙ୍ଗେ ସାଙ୍ଗେ ସାଧାରଣତଃ କହୁ ଯେ ବର୍ତ୍ତମାନର ଜେନେରେସନ ଏଇଭଳିଆ, ଏବଂ ସିଏ ଯୋଉ ସମାଜରୁ ଆସିଛି ସିଏ ଏଇଭଳିଆ। ଏଇଟା ହଉଛି ଆମର ଦୈନନ୍ଦିନ ଜୀବନରେ ଆମର ଏଇଟା ହଉଛି ଅନୁଭବ। ଆମେ ସେତିକିରେ ରହିଯାଉଛୁ, ତେଣୁ ଆମେ ତାକୁ ବୁଝେଇବା ପାଇଁ ଚେଷ୍ଟା କରୁଛୁ, ବାରମ୍ବାର କହୁଛୁ। ସେଇଥିପାଇଁ ସେ ଯୋଉ ଶବ୍ଦ କଣ ନା ତୁମେ ଯାହା
ହୋଇ ଉଠିଛ, ତୁମେ ଯେତେବେଳେ ସେଇ କଥା କହିବ ତେବେ ସେ ଶବ୍ଦ ଶକ୍ତି ସହିତ ଯାଏ। ଯଦି ତୁମେ ହୋଇ ଉଠି ନାହଁ, ତେବେ ତୁମର ଶବ୍ଦ କେବଳ ଏକ ଭାଷା ପରିପ୍ରକାଶ ହଉଛି, ଯୋଉଥିରେ କୌଣସି ଶକ୍ତି ନାହିଁ ବା ଶକ୍ତିହୀନ କେତେ ଗୁଡ଼ିଏ ଅକ୍ଷରର ସମାହାର। ତେବେ ସେ ଅକ୍ଷରର ସମାହାର ଜଣେ ତାକୁ ଗ୍ରହଣ କରିପାରେ, ଗ୍ରହଣ କରି ନପାରେ। ଯଦି ସିଏ ଗ୍ରହଣ କଲା, ତାର ଅର୍ଥ ହଉଛି ସିଏ ପ୍ରସ୍ତୁତ ଅଛି, ସିଏ ତାର ଅଲରେଡି ଆରମ୍ଭରୁ ସିଏ ପ୍ରସ୍ତୁତ ଅଛି। ତୁମେ ଯୋଉ ଶବ୍ଦ କହିଲ, ତୁମ ଯୋଗୁ ସିଏ ପରିବର୍ତ୍ତନ ହେଲା ନାହିଁ, ସିଏ ପ୍ରସ୍ତୁତ ଅଛି। କେବଳ ତୁମ ଶବ୍ଦ ତାକୁ ଆଉ ଟିକେ ସଚେତନ କରାଇ ଦେଇଥାଇପାରେ। ସେତିକି ବେଳେ ସେ ଶବ୍ଦ ଶକ୍ତିବନ୍ତ ହବ, ଯେତେବେଳେ ଶବ୍ଦ ଉପରେ ଆମର କର୍ତ୍ତୃତ୍ୱ ଥିବ। ପ୍ରଭୁତ୍ୱ ତ ଅର୍ଜନ ହେଲେ ତ ଆହୁରି ସିଦ୍ଧ ବାକ୍ ସିଦ୍ଧ ହେଇଯିବେ। ତେଣୁ ଆମେ ପ୍ରୟାସ କରିବା ନିଜ ଉପରେ ନିଜର ନିୟନ୍ତ୍ରଣ ଆଣିବା ପାଇଁ। ତେଣୁ ଇଏ ମା ଏଠି ସିଧାସଳଖ ଗୋଟେ ସାଧକ ଯିଏ ଆସ୍ପୃହା କରୁଛି, ପୁରା ତାର ବ୍ୟକ୍ତିତ୍ୱଟି ସଂଗଠିତ ହବ, ତାହେଲେ ଯାଇକି ସେ ଶବ୍ଦଟିଏ ତା ଭିତରୁ ଯୋଉ ଅପରିହାର୍ଯ୍ୟ ଏକାନ୍ତ ଅପରିହାର୍ଯ୍ୟ ଶବ୍ଦ ବାହାରିବ ବୋଲି ମା ଏଠି କହିଲେ। ଜ୍ଞାନ 183। ପ୍ରଭୁ ଲେଖୁଛନ୍ତି, ବୌଦ୍ଧ ଧର୍ମ ମତ ଅନୁସାରେ ଏକ ସାମ୍ରାଜ୍ୟର ସ୍ଥାପନ କରିବା ଅପେକ୍ଷା ଗୋଟିଏ ପିମ୍ପୁଡ଼ିକୁ ବୁଡ଼ି ମରିଯିବାରୁ ରକ୍ଷା କରିବା ହେଉଛି ଏକ ମହତ୍ତର କାର୍ଯ୍ୟ। ଏକ ମହତ୍ତର କାର୍ଯ୍ୟ। ଏହି କଥାଟି ମଧ୍ୟରେ ଏକ ସତ୍ୟ ନିହିତ ହୋଇ ରହିଛି ସତ, ମାତ୍ର ଏହା ଏପରି ଏକ ସତ୍ୟ ଯାହାକୁ କି ଭାରି ସହଜରେ ଅତିରଞ୍ଜିତ କରିଦିଆଯାଇପାରେ। ଜ୍ଞାନ 184। କୌଣସି ଗୋଟିଏ ଗୁଣକୁ ସେହି ଗୁଣ ସମ୍ବେଦନା ବା କରୁଣା ମଧ୍ୟ ହୋଇପାରେ। ଅତ୍ୟଧିକ ଉଚ୍ଚ ସ୍ଥାନ ଦେବାର ଅର୍ଥ ହେଉଛି ନିଜର ହାତ ଦ୍ୱାରା ପ୍ରଜ୍ଞାର ଆଖିକୁ ବନ୍ଦ କରି ରଖିବା। ପରମେଶ୍ୱର ସତତ ହିଁ ଏକ ସମଞ୍ଜସତା ଆଡକୁ ଗତି କରିବାରେ ଲାଗିଥାନ୍ତି। ଏ ଦୁଇଟି କାରିକାଟି ଏକା ସାଙ୍ଗରେ ଲେଖାଯାଇଛି। ପ୍ରଥମରେ ଯେମିତି ଉଦାହରଣଟେ ଦେଇଛନ୍ତି, ଦ୍ୱିତୀୟରେ ତାର ବ୍ୟାଖ୍ୟା କରୁଛନ୍ତି। କହୁଛନ୍ତି, ବୌଦ୍ଧ ଧର୍ମ ମତ ଅନୁସାରେ ଗୋଟେ ବିରାଟ ସାମ୍ରାଜ୍ୟ ସ୍ଥାପନ କରିବା ଅପେକ୍ଷା ପିମ୍ପୁଡ଼ିକୁ ବୁଡ଼ି ମରିବାରୁ ରକ୍ଷା କରିବା ହେଉଛି ଏକ ମହତ୍ତର କାର୍ଯ୍ୟ। ସେଥିପାଇଁ ତାପରେ ପ୍ରଭୁ କହିଲେ କଣ ହଉଛି, ଯେ ଏଇଟା ନିହାତି ସତ୍ୟ କଥା, ଗୋଟେ ପ୍ରାଣୀକୁ ଉଦ୍ଧାର କରିବା, କିନ୍ତୁ ତାହାକୁ ସବୁବେଳେ ଅତିରଞ୍ଜିତ କରାଯାଏ। ଲୋକେ ତାକୁ ପଦାର୍ଥ କରି ବ୍ୟବହାର କରନ୍ତି। ଯେମିତି ବ୍ୟବହାର କରନ୍ତି କଣ, ଅନ୍ୟ ଜଣଙ୍କର ମଙ୍ଗଳ ପାଇଁ ମିଛ କହିଲେ ତାହା ଠିକ, ତାହା ଭୁଲ ନୁହଁ। ଇଏ ଅତିରଞ୍ଜିତ। ଭୁଲ ଠିକ ର ସଂଜ୍ଞା ଯେମିତି ନାହିଁ। ସଂଜ୍ଞା ହଉଛି କଣ, ସଂଜ୍ଞା ହଉଛି ସିଏ ତାର ଯୋଉ କାର୍ଯ୍ୟ, ତାର ଯୋଉ ଭାବନା, ତାର ଯୋଉ ଚିନ୍ତା, ତାହା ତାର ଅଗ୍ରଗତି ପାଇଁ, ପରମେଶ୍ୱରଙ୍କ ଆଡକୁ ଅଗ୍ରଗତି ପାଇଁ ସାହାଯ୍ୟ କରୁଛି କି କରୁନାହିଁ। ଯଦି ସାହାଯ୍ୟ କରୁଛି, ତେବେ ତାହା ହଉଛି, ଯଦି ସଂଜ୍ଞା ଦିଆଯାଏ, ତାହା ହିଁ ହଉଛି ପୁଣ୍ୟ, ତାହା ହିଁ ହଉଛି ଭଲ। ଏଠି ଯୋଉ ମହତ୍ତର କାର୍ଯ୍ୟ କଥା କୁହାଉଛି, ତାକୁ ଲୋକେ କଣ କରିବେ, ଲୋକ କହିବେ ନା ନା କିଛି ବଡ ଇଏ ଦରକାର ନାହିଁ, ଅନ୍ୟର ସାହାଯ୍ୟ କର, ଅନ୍ୟକୁ ଉଦ୍ଧାର କର। କିନ୍ତୁ ଏଇଠି ସବୁବେଳେ ଗୋଟିଏ ପ୍ରଶ୍ନ ଉଠେ, ଅନ୍ୟର ମଙ୍ଗଳ କୋଉଥିରେ ହେବ ତାହା ତୁମେ ଜାଣ କି? ତୁମେ ଯେ ପର୍ଯ୍ୟନ୍ତ କାଳାତୀତ ହେଇନାହ, ବର୍ତ୍ତମାନ ଅତୀତ ଭବିଷ୍ୟତ ତିନୋଟି ଯାକର ଜ୍ଞାନ ତୁମ ପାଖରେ ନାହିଁ, ତୁମେ କିପରି କହିପାରିବ ତାହା ପାଇଁ କୋଉଟା ମଙ୍ଗଳଦାୟକ, ତାକୁ ତମେ ଯୋଉଟା କରୁଛ ସେଟା ସାହାଯ୍ୟ କରୁଛି କି ତାର ବିନାଶର କାରଣ ହଉଛି। ଆମେ ସେଇ ଏକ୍ସାମ୍ପଲ ଟେ ବହୁତ ଥର କଥା ହେଉଛନ୍ତି, ଆଉ ଥରେ ବି କହୁଛି ଖାଲି ଲାଇନରେ, ଯେ ଗୋଟିଏ କୋକୁନ ଭିତରୁ ବା ଗୋଟେ ଖୋଳପା ଭିତରୁ ଯେତେବେଳେ
गोटे प्रजापतिटीए बाहरुची बाहरକୁ मुंडटीए काढିଛି छाटी पिटी होଉଛି ସେତେବେଳେ ତୁମେ ତାକୁ ସାହାଯ୍ୟ କରିବାକୁ ଯାଇ ତାର ଖୋଳପାଟିକୁ ଯଦି କାଟି ଦିଅ ତେବେ ପ୍ରଜାପତିଟିଏ ଆମର ଭାବନାରେ କଣ ହବ ନା ସୁନ୍ଦର ଭାବରେ ଉଡ଼ିକିରି ପଳେଇ ଯିବ ଆକାଶକୁ ଭ୍ରମ ଧାରଣା ଯେତେବେଳେ ଆପଣ ସେ କୋକୁଣ୍ଟକୁ କାଟିଦେବେ ଦେଖା ଯାଇଛି ଅଲରେଡି ସେତେବେଳେ କଣ ହେଇଛି ନା ସେ ପ୍ରଜାପତିର ଡେଣା ଏବଂ ତାର ଶରୀର ସାଙ୍ଗେ ସାଙ୍ଗେ ବହୁତ ନରମ ହେଇକି ଥାଏ ଯେତେବେଳେ ତାକୁ ଖୋସାଟାକୁ କାଟି ଦେଇଛନ୍ତି ତାପରେ ସିଏ ମୃତ୍ୟୁବରଣ କରିଛି କାରଣ ତାର ଡେଣା ଆଉ ଶକ୍ତ ହେଇପାରି ନାହିଁ ଶରୀର ତାର ଶକ୍ତ ହେଇପାରି ନାହିଁ ତା ଫଳରେ ସିଏ ଆଉ ଉଡ଼ି ଯାଇପାରେନି ସେଇଠି ପଡିକିରି କଣ ହେଇଛି ଛଟ 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 ହେଇ ମରି ଯାଇଛି ଯେତେବେଳେ ସିଏ ଭିତରେ ଷ୍ଟ୍ରଗଲ କରୁଥାଏ ବାହାରକୁ ଆମକୁ ଦେଖାଯାଇଥାଏ କେତେ ଛାଟି ପିଟି ହଉଛି ଏତିକି ଟିକେ ମୁଣ୍ଡ ବାହାରିଛି ତାର ସେତକ ସମୟ ଷ୍ଟ୍ରଗଲ ର ସମୟରେ ତାର ଶରୀରଟି ଯୋଉ କୋମଳ ଶରୀର ହେଇକି ଥିଲା ଧୀରେ 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 ତାହା ରୂପ ଗ୍ରହଣ କରୁଛି ଆବଶ୍ୟକ ମୁତାବକ କଠିନ ହେଇ ହେଇ ଟିକେ ଟିକେ ହଉଛି ଏବଂ ଡେଣା ଗୁଡିକ ମଧ୍ୟ ଯୋଉ ଗୁଡାକ ପୁରା ଟ୍ରାନ୍ସପାରେଣ୍ଟ ଏବଂ କୋମଳ ନମନୀୟ ହେଇକି ଥିଲା ତାହା ଧୀରେ 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 ସ୍ଥୂଳ ରୂପ ଗ୍ରହଣ କଲା ଭଳି ଧୀରେ ଧୀରେ କଠିନ ହଉଛି ତାର ଯେମିତି ବାହାରେ ପବନକୁ କାଟି କରି ଉଡି ଯାଇପାରିବ ଡେଣାଟି ସମର୍ଥ ହଉଛି ତା ଭିତରେ ଯଦି ଆପଣ ଖୋସାଟିକୁ କାଟି ଦଉଛନ୍ତି ତେବେ ସେ ସେଇଠି ମୃତ୍ୟୁ ଲଭିବ ତେଣୁ ଆମର ଯେତେବେଳେ ଏଇ ତ୍ରିକାଳାତୀତ ଜ୍ଞାନ ଆସିନାହିଁ ଦୃଷ୍ଟିକୋଣ ଆସିନାହିଁ ସେତେବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆମେ ଏଇ ପ୍ରକାରର ପ୍ଲିର ସାହାଯ୍ୟ ନେଇ ଅନେକଙ୍କର ବିନାଶର କାରଣ ହୋଇଥାଉ ମନେ ପଡିବେ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ଛୋଟ ଛୋଟ କାହାଣୀ ବହି ସବୁ ବିକ୍ରି ହଉଥିଲା ସେଥିରେ ଆମେ ଯାହା ପଢିଥିଲୁ ପ୍ରକୃତ ବାଇବେଲ ତ ଦେଖି ନାହିଁ ସେଥିରେ ଯାହା ଲେଖା ହେଇଥିଲା ଯେ ସିଏ ଗୋଟେ ବ୍ୟକ୍ତିକୁ ଆଖି ନଥିଲା ଭାରି କଷ୍ଟ ପାଉଥିଲା ତାକୁ ଆଖି ଦେଇ ଦେଇଛନ୍ତି ଏବଂ ଛୋଟାକୁ ଗୋଡ ଦେଇଛନ୍ତି ଏବଂ ଯିଏ ଶୁଣି ପାରୁନଥିଲା ତାକୁ ଶ୍ରବଣ ଶକ୍ତି ଦେଇଛନ୍ତି ତାପରେ ଦେଖିଲା ବେଳକୁ କଣ ହେଇଛି ସେ ବ୍ୟକ୍ତି ଯାଇକିରି ସମାଜର ତଥାକଥିତ ଯୋଉ ଅଧ ପତନ ଆଡକୁ ଯୋଉ କାର୍ଯ୍ୟ ନିଏ ସବୁ ସେଇ କାର୍ଯ୍ୟରେ ସେମାନେ ବ୍ୟସ୍ତ ହଉଛନ୍ତି କହୁଛନ୍ତି କଣ ଆଖି ନଥିଲା କିଛି ଏତେ ଦିନ ଧରି ଦେଖି ପାରୁନଥିଲି ଏବେ ସୁଯୋଗ ପାଇଛି ଟିକେ ଦେଖିଦିଏ କେତେ ବର୍ଷ ଆଉ ବଞ୍ଚିବି ଯିଏ ଶୁଣି ପାରୁନଥିଲା ସିଏ ବି ସବୁ ଭଳିଆ କାର୍ଯ୍ୟରେ ବ୍ୟସ୍ତ ରହିଛି ଏଇ ପ୍ରକାରର କଣ ହଉଛି ତେବେ ତାର ଅଗ୍ରଗତିରେ ସାହାଯ୍ୟ କଲେ ନା ତାର ଅଧୋଗତିରେ ଆପଣ ସାହାଯ୍ୟ ଏଇ ପ୍ରଶ୍ନଟିଏ ଆମକୁ ଉଠେ ଆମେ ଏଇ ପ୍ରକାରର ପ୍ଲିକୁ ଅତିରଞ୍ଜିତ କରି ଏଇ ପ୍ରକାରର ବ୍ୟବହାର କରୁ ନିଜର ଅହଙ୍କାରକୁ ସାବ୍ୟସ୍ତ କରିବା ପାଇଁ ସେଥିପାଇଁ କହୁଛନ୍ତି ଗୋଟିଏ ସେଇ ଗୋଟିଏ ଗୁଣ ତମେ ଧର ସମ୍ବେଦନା ହଉ ବା କରୁଣା ହେଇପାରୁ ତାକୁ ତା ଆବଶ୍ୟକ ତା ଅନାବଶ୍ୟକ ନୁହଁ କରୁଣା କରିବା ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ତାହା ଠିକ କିନ୍ତୁ ତାକୁ ହିଁ ଜାବୁଡି ଧରିଲେ ତାପରେ ସେଇ ସମ୍ବେଦନଶୀଳ ହେଇ ତା ପାଇଁ ତୁମେ ଯୋଉ କାର୍ଯ୍ୟ କରିବାକୁ ଯାଉଛ ତାର ପରିଣାମ ହଉଛି ତମେ ପ୍ରକୃତ ସତ୍ୟକୁ ଦେଖିପାରିବ ନାହିଁ ତେଣୁ ପ୍ରଜ୍ଞାର ଆଖିକୁ ତୁମେ ବନ୍ଦ କରିଦେଲ ନିଜର ହାତ ଦ୍ଵାରା ତମେ ନିଜେ କଣ କରୁଛ ପ୍ରଜ୍ଞାର ହାତକୁ ବନ୍ଦ କରିଦଉ ପରମେଶ୍ୱର ସତତ ହିଁ ଏହି ସମଞ୍ଜସ୍ତ ଆଡକୁ ଗତି କରିବାରେ ଲାଗିଥାନ୍ତି ଯେକୌଣସି ଅତିରଞ୍ଜନ ଓ ଯେକୌଣସି ଅତିରିକ୍ତ କେବଳ ଭାରସାମ୍ୟଗତ ଅଭାବର ସୂଚନା ଦେଇଥାଏ ତାହା ଅସମଞ୍ଜସତାର ହିଁ ସୂଚନା ଦେଇଥାଏ ଏବଂ ତେଣୁ ପରିପୂର୍ଣ୍ଣତାର ଅଭିଳାଷ ରଖିଥିବା ଜଣେ ବ୍ୟକ୍ତିର ଜୀବନରେ ତାହାକୁ ଏକ ଦୋଷ ବୋଲି କୁହାଯିବ ଅତିରଞ୍ଜିତ ଏବଂ ପରମଙ୍କ ସହିତ ସମ୍ପର୍କିତ ନ ହେଇ ଏ ପ୍ରକାର କାର୍ଯ୍ୟ କଲେ ଆମର ଅହଙ୍କାର ବଢେ ତେଣୁ ତାହା ଦୋଷ ବୋଲି କୁହାଯିବ ସେ ବ୍ୟକ୍ତି ଯୋଉ ବ୍ୟକ୍ତି ଅଭିଳାଷ କରିଛି ପରିପୂର୍ଣ୍ଣତା ଆଡେ ନିଜକୁ ଅଗ୍ରସର କରେଇବା ପାଇଁ ତା ପାଇଁ ଏଇଟା ଗୋଟେ ଦୋଷ ବା ଅଭିଶାପ ଭଳି କାର୍ଯ୍ୟ କରେ କାରଣ କେବଳ ଏକ ସର୍ବୋଚ୍ଚ ସାମଞ୍ଜସ୍ୟତା ମଧ୍ୟରେ ହିଁ
ପରିପୂର୍ଣ୍ଣତା ସମ୍ଭବ ହେଇପାରିବ। ବା, ଥ୍ୟାଙ୍କ ୟୁ ଅଲ୍, ଅରୋவர்।